ଭାରି ଶୋଷ ଲାଗୁଛି। ଏବେ ମୁଁ ପାଣି କୋଉଠୁ ପାଇବି? ଆରେ ଏଇ ତ ଆଗରେ ଜଣେ ବୁଢୀମା ଅଛନ୍ତି, ଯାଏ ତାଙ୍କୁ ପାଣି ମାଗେ। ବୁଢୀମା, ଭାରି ଶୋଷ ଲାଗୁଛି, ମତେ ଗୋଟେ ଗ୍ଲାସ ପାଣି ଦିଅ। ଆଚ୍ଛା ଆଚ୍ଛା, ମୁଁ ଏବେ ଆଣିଦଉଛି। ତାପରେ ବୁଢୀ ଚଢ଼େଇ ପରୀକୁ ଗୋଟେ ଗ୍ଲାସ ପାଣି ଆଣିଦେଲା। ପରୀ ଯେମିତି ସେ ପାଣି ପିଇଲା, ସେ ଗୋଟେ ଗୋଲାପ ଗଛ ହେଇଗଲା। ହା ହା ହା, ପରୀ ଗୋଲାପ ଗଛ ହେଇଗଲା। ପୂର୍ଣ୍ଣିମା ରାତି ଆସିବା ଯାଏଁ ପରୀ ଏଇଠି ରହୁ। ତାପରେ ମୁଁ ପୂର୍ଣ୍ଣିମା ରାତିରେ ପରୀକୁ ବଳି ଦେଇ ଅନେକ ଶକ୍ତିଶାଳୀ ହେଇଯିବି। ଏଇ କଣ, ତୁ ଗୋଟେ ଦୁଷ୍ଟ ପିଶାଚି। ତୁ ମତେ ଗୋଲାପ କରି ଠିକ କରିନୁ। ମତେ ଶୀଘ୍ର ଛାଡ଼ିଦେ, ନହେଲେ ମୁଁ ମୁକ୍ତ ହେଲେ ତତେ ଶେଷ କରିଦେବି। ପରୀ, ତୁ ଆଉ କେବେ ବି ଏ ଗଛ